हे ठाकुर मो स्वामी को जिते बुझाइबी से बुझिले गोटे बोली झील को राज्य निर्वासित करदेले। हे माँ बंकला मो झील कौटी अच्छी कौन कर बुझी पार्बी जोटी थाऊ माँ मो झील को भल रखि माँ मो झील को भल रखि तोटे कोटि कोटि प्रणाम करछि माँ तोते कोटि कोटि प्रणाम करछि। हाँ माँ मो झील कौटी अच्छी किछि बुझी पारुनी माँ किछि तम झीलटा बहुत भलरे अच्छे राणी माँ हेले तुमर शनि सप्ताहटा आरंभ हो गला। अरे तुम झील खाऊछंती पिउछंती बहुत मस्ती रे अछंती हेले तुमे काई के एमितिया दुर्बलिया हिचो से कथा भइला रो टेन चाल गाठो चले जबो हां चले जबो जटा आज्ञा ये कौन कहिला से दिन मन अछि अच्छा आज्ञा ए रानी बेदमती से कथाटा मन अछि तोरा कहि दे मो कहिथिली सेनापति बाबू को तुम झियो को बाहा करे दियो करि दियो कहिथिली से कहिबा कथा कौन कहिबा कथा हां कि ना दीटा अक्षर ये कौन कहिला आपण जणे मधुआ चोर लंपट कुकुर सेइटा भी एमिति सेमिति कुकुर नुह पत्र चटा कुकुर छाड़ी भी नहीं मार देबी बस मार देबी ए जटा आमो घरे रही आमर खाई तोर सेनापति सागरी मिसी एमिति व्यवहार करछि नहीं। अरे तोरी जोगु मो भौनीटा मोला तू जदि एकाशी राज्य राजा को जदि बान होई थांतु केबे भी मो भौनी छेउंट है तोरी पाई सब ओ हौचे नाटकर सूत्र तोरी पाई केबे छाड़ीबनी मो को जेमिति करछ न तमे बत्ती सेमिति मरिबो केबे छाड़ीबनी। ए सेनापति बाबू अनेलो कथारे अछि नारी को नजीब परते मारो मारिबो छेरीबा प्रजंती नॉन स्टॉप पिटिबो याको मु तो छाड़ी के ए जतो मोर भूले जाछि मो भूले जाछि से दिन से जानि पारलु से दिन बुझी पारलु नि बस हां एबे कहउछ भूले जाछि सेनापति बाबू क्षमा कर दियो रानी बाबू रे एमिति माटो माइले ताको काटी एने निया जटा जटा ए जटा
କିଏ ରେ ଏବେ ଚାଲ ବେ ଶଳା ରାଜା ନଗର ଭ୍ରମଣ କରିବା ଯାଇଛି ଆଜ୍ଞା ରାଜା ଆସିଲେ ଆମେ ଧରା ପଡ଼ିଯିବା କୁଆଡ଼େ ଯିବା ହଁ କୁଆଡ଼େ ଯିବା ପଳେଇବା କୁଆଡ଼େ ଚାଲ ଯିବା ବେଦମତୀ ବେଦମତୀ ଆରେ ରାଜ୍ୟ ପରିକ୍ରମାକୁ ଗଲି ବୋଲି କ'ଣ ସେ ଶୋଇପଡ଼ିଲେଣି ନା ତାଙ୍କୁ ଉଠାଇବାକୁ ପଡ଼ିବ ହଁ ତାଙ୍କୁ ଉଠାଇବାକୁ ପଡ଼ିବ ମହାରାଣୀ 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 ଏ ଜଟ ଏବେ ଧାଇ ଆବେ ଆଜ୍ଞା କ'ଣ ଲାଗେ ଉଠା ବେ ଉଠା ଏ ଭଗବାନ ଏ କ'ଣ ହେଇଗଲା ଆରେ ଏ କ'ଣ କଲେ ମହାରାଜ ଶେଷରେ ନିଜ ସ୍ତ୍ରୀଟାକୁ ତଣ୍ଟି ଚିପି ମାରିଦେଲା ଆରେ ମୁଁ କାହିଁକି ମାରିବି ମୋ ପ୍ରାଣ ପ୍ରିୟାକୁ ଆରେ ମୁଁ ତ ଯାଇଥିଲି ରାଜ୍ୟ ପରିକ୍ରମା ନିମନ୍ତେ ଆସି ଦେଖିଲା ବେଳକୁ ମହାରାଣୀ ଏପରି ଟଳି ପଡ଼ିଛନ୍ତି ମିଛ ସବୁ ମିଛ ମୁଁ ନିଜେ ଦେଖିଛି ଆପଣ ମାରି ଦେଇଛନ୍ତି ମହାରାଣୀକୁ ରାଣୀମା କ'ଣ ଦୋଷ କରିଥିଲେ ମହାରାଜ କାହିଁକି କାହିଁକି ଆପଣ ତଣ୍ଟି ଚିପି ମାରିଦେଲେ ନାଇଁ ସେନାପତି ନାଇଁ ଏ ଜଟ ଧର୍ମ ବିଚାର ସେନାପତି ଟିକିଏ ପୂର୍ବରୁ ଯଦି ଆମେ ଆସିଥାନ୍ତୁ ନିଶ୍ଚୟ ରାଣୀମା ବଞ୍ଚି ଯାଇଥାନ୍ତେ ତାମାନେ ରାଣୀ ମା ଆମକୁ ସବୁଦିନ ପାଇଁ ଛାଡ଼ିକି ଚାଲିଗଲେ ରାଜା ତଣ୍ଟି ଚିପି ମାରିଦେଲେ କିଏ ମତେ ଜଟ ବୋଲି ଡାକିବ ରାଣୀ ମା କିଏ ମତେ ଖାଇବ ଏ ଜଟ ଜଟ ଆଜ୍ଞା ଗାମୁଛା କାହାରରେ ଆଉ ଏ ଗାମୁଛା କେମିତି ଆସିଲା ରାଣୀମାଙ୍କ ଗଳାରେ ଆଉ ଏ ଗାମୁଛା ସାହାଯ୍ୟରେ ରାଣୀମାଙ୍କର ତଣ୍ଟି ଚିପା ଯାଇଛି ଏ ଗାମୁଛା କାହାର ଆଜ୍ଞା ଏ ଗାମୁଛା ମୋର ସତକୁ ନାଇଁ ତୁ ମାରିଛୁ ନାଇଁ ଆଜ୍ଞା ତୁ ମାରିଦେ ରାଣୀମା ବେ ଆଉ ତୁ ତ ମାରିନୁ ଏ ଗାମୁଛା କେମିତି ମୁଁ ଆସିଲା ଜାଣିନି ଆଜ୍ଞା ଶଳା ଶଳା ମାରିଦେବି ନାଇଁ ଆଜ୍ଞା ମାରିଦେବି ନାଇଁ, ମୁଁ ମାରିନି। ଛାଡ଼ିବିନି ସେନାପତି ବାବୁ ମୁଁ କାହିଁକି ରାଣୀ ମାଙ୍କୁ ମାରିବି
ମୋ ମା ମତେ ଛାଡିକି ଚାଲିଗଲା ଆର ପାରିକୁ ସେଇ ଦିନ ଠାରୁ ମୁଁ ତାକୁ ମା ଭଳିଆ ମିଛ ସବୁ ମିଛ ସେନାପତି ବାବୁ ଏ କୁମ୍ଭୀର କାନ୍ଦଣା କାନ୍ଦନା ଭଗବାନଙ୍କୁ ଦାୟୀ ଦେଇ କହୁଛି ସେନାପତି ନହେଲେ ଏ ଗାମୁଛା କେମିତି ଆସିଲା ରାଣୀ ମାଙ୍କ ପ୍ରମାଣ ନଷ୍ଟ କରିବା ପାଇଁ ଆରେ ପ୍ରମାଣଟା ନଷ୍ଟ କରିବା ପାଇଁ ମୋ ଗାମୁଛା ବ୍ୟବହାର କରିଛନ୍ତି ମହାରାଜ ଦେଖ ରାଜା ଖାଇଲେ ପଣସ ଆଉ ଅଠା ବୋଲା ହେଉଥିଲା ଏ ଜଟ ମୁଣ୍ଡରେ ଭଲ ତୋ ଭାଗ୍ୟ ଭଲରେ ମୁଁ ଦେଖିଲି ଆଉ ମୁଁ ଯଦି ଦେଖିନଥାନ୍ତି ଏ ରାଣୀ ମାଙ୍କୁ ମାରିଥିବା ଅପରାଧରେ ଏ ରାଜାଟା ତୋତେ ଭାସି ଖୁଣ୍ଟରେ ଆପଣ କେଡ଼େ ମହାନ ଆପଣ ବହୁତ ମହାନ ଆଜ୍ଞା ମୋ ପ୍ରାଣଟା ବଞ୍ଚିଗଲା ମହାରାଜ କ୍ଷମା କରିବି ଆପଣ ହେଉଛନ୍ତି ଗୋଟାଏ ପାଗଳ ଆଜି ମହାରାଣୀଙ୍କୁ ମାରିଲେ କାଲି ହୁଏତ ମତେ ମାରିଦେବେ ଏ ରାଜ୍ୟର ଜନ ପ୍ରଜାକୁ ବି ମାରିଦେବେ ତେଣୁ ଆପଣ ଏ ରାଜ୍ୟରେ ରହିବାର ଅଧିକାର ନାହିଁ ମୁଁ ଗୋଟିଏ ବଦ୍ଧ ପାଗଳ ଆପଣ ଆଉ ପାଗଳ। ପାଗଳ ସଜାଇଛ ତମେ ମାନେ ନା, ଆରେ ମୁଁ କଣ କହି ବୁଝାଇଲେ ତୁମେ ମାନେ ବୁଝିପାରିବ ସେ ମୁଁ ମାରିନି ମୋ ପ୍ରାଣ ନା। ପ୍ରିୟକୁ। ଶୁଣନ୍ତୁ ଆପଣ ପିନ୍ଧିଥିବା ବସ୍ତ୍ର ଅଳଙ୍କାର ସବୁ ଖୋଲନ୍ତୁ ଏ ରାଜ୍ୟ ଛାଡି ଚାଲି ଯାଆନ୍ତୁ ମୋ ବସ୍ତ୍ର ମୁଁ କାହିଁକି ଖୋଲିବି ଆଉ ମୋ ରାଜ୍ୟ ଛାଡି କାହିଁକି ବୁଝିବି ଆପଣ ହେଉଛନ୍ତି ସ୍ତ୍ରୀ ହତ୍ୟାକାରୀ ଶୁଣନ୍ତୁ ଆଉ ରାଜ୍ୟ ଛାଡି ଚାଲିବେ ଯଦି ନ ଖୋଲିବେ ମୁଁ ବାଧ୍ୟ ହେଇ ଗଳା ଧକ୍କା ଦେଇ ଏ ରାଜ୍ୟରୁ ବାହାର କରିଦେବି ଖୋଲନ୍ତୁ ଆପଣ ପିନ୍ଧିଥିବା ବସ୍ତ୍ର ଅଳଙ୍କାର ସବୁ ଖୋଲନ୍ତୁ ए जट ଆଜ୍ଞା खोल खोल सब ସେନାପତି ଦିଗ୍ବିଜୟ ତୁ ଯୋଉ କର୍ମ କରୁଛୁ ନା ପ୍ରକୃତରେ ଯଦି ସଂସାରରେ ଠାକୁର ଅଛନ୍ତି
ତାହେଲେ ତତେ ଦିନେ ନା ଦିନେ ଭୋଗ କରିବାକୁ ପଡିବ। ମତେ ଅଭିଶାପ ଦେଉଛୁ? ହଁ ଠିକ ଅଛି, ତୋର ସେଇ ଅଭିଶାପକୁ ମଥାପାତି ଗ୍ରହଣ କରୁଛେ ମୁଁ। ଆରେ ଦେ, କେତେ ଅଭିଶାପ ଦେଉଛୁ ଦେ। ଆରେ ଦୈବ, ମୋ ପ୍ରାଣ ପ୍ରିୟାକୁ ତମ ଠାରୁ ଛଡାଇ ନେଲୁ। ଦୁଃଖ ଦେବାକୁ ଚାହୁଁଛୁ ନା? ହେଲେ କାହିଁକି ରେ ଦୈବ, କାହିଁକି? ଆରେ ଦେ, ଯେତେ ଦୁଃଖ ଦେବାର ଅଛି ଦେ ରେ ଦୈବ। এই সময়টা বড় বেদরদি, কেবে বন্ধুরে কেবে বন্ধিরে, কেবে বন্ধুরে কেবে বন্ধিরে, এই জীবনটা ভারে ছন্দা ছন্দি, কেবে হস দিয়ে কেবে লোহ দিয়ে, কেবে হস দিয়ে কেবে লোহ দিয়ে, ফুল যদি কহে মালিকু চিহ্নি, আখি যদি কহে লুহকু জানি, ফুল যদি কহে মালিকু চিহ্নি, আখি যদি কহে লুহকু জানি, কিয়ে ଆଉ ଲୁହ ପୋଛି ଦବା, ଏତେ ଦୁଃଖ କାଇଁ ଦେଲୁ ଦଇବ, ଏତେ ଦୁଃଖ କାଇଁ ଦେଲୁ ଦଇବ, ଏତେ ଦୁଃଖ କାଇଁ ଦେଲୁ ଦଇବ, ଏତେ ଦୁଃଖ କାଇଁ ଦେଲୁ ଦଇବ। সম্পর্ক বি বাট বড়া ভুলে বোঝামণ, স্নেহ মমতার মূল হুয়ে পুড়ি বিকা কিଣା, সম্পর্ক বি বাট বড়া ভুলে বোঝামণ, স্নেহ মমতার মূল হুয়ে পুড়ি বিকা কিଣା, বাট যদি কহে কিয়ে সে বাটই, পুনে রাতিরে জহ্ন আসে নাহি, বাট যদি কহে কিয়ে সে বাটই, পুনে রাতিরে জহ্ন আসে নাহি, কাই সে তো কাহার হবা, এতে দুঃখ কাই দেলু দইব, এতে দুঃখ কাই দেলু দইব, এতে দুঃখ কাই দেলু দইব, এতে দুঃখ কাই দেলু দইব। এই সময়টা বড় বেদরদি, কেবে বন্ধুটিয়ে কেবে বান্ধিনি,
কেবে বন্ধুটিয়ে কেবে বাঁধিনি জীবনটা ভারি ছন্দা ছন্দে কেবে হস দিয়ে কেবে লুহ দিয়ে কেবে হস দিয়ে কেবে লুহ দিয়ে ফুল যদি কহে মাড়িକୁ ଚିହ୍ନିନି ଆଖି ଯଦି କहे ଲୁହକୁ ଜାଣିନି ଫୁଲ ଯଦି କहे ମାଳିକୁ ଚିହ୍ନିନି ଆଖି ଯଦି କहे ଲୁହକୁ ଜାଣିନି କିଏ ଆଉ ଲୁହ ପୋଛିଦବ ଏତେ ଦୁଃଖ କାଇଁ ଦେଲୁ ଦଇବ 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 ଜଟ ଆଜ୍ଞା ନିଷ୍କଣ୍ଟକ ହେଲା ଏଥର এই কাশী রাজ্য রাজ সিংহাসন আজিঠাରୁ ମୁଁ ହେବେ ଏ ରାଜ୍ୟର ରାଜନ কথা নাই বার্তা নাই সিধা রাজন বিনা ভোট বিনা নোট হ্যাঁ এটা কি রাজা ହେଲା ଯେ ହେଲେ ରାଜା ମାନଙ୍କର ଜିନିଷ କଣ ବେଣ୍ଡଗିରି ଅଛନ୍ତି କି ତାଙ୍କର ଗୋଡକୁ ବେଣ୍ଡଗିରି ବସନ୍ତି ଆହା ଶ୍ରୀ 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 108 ଶଳା ଆମ୍ବୁଲାନ୍ସ ଏପଟରେ ଆସୁଛି କି ବେ କିଏ ସିରିୟସ୍ ଅଛନ୍ତି କି ନା ତ କିଏ ସିରିୟସ୍ ନାହାନ୍ତି ବୋଧେ ମୁଁ ଆକା ସିରିୟସ୍ ଅଛି ଆଉ କିଏ ନାହାନ୍ତି ନା ଶ୍ରୀ ଶ୍ରୀ 108 ଶ୍ରୀ ବିରାଟ ବୀରବର ନୂଆ ରାଜ୍ୟର କାଶୀ ରାଜ୍ୟେଶ୍ୱର ମହାରାଜ ଦିଗ୍ବିଜୟ ସିଂହର ମହାରାଜ ଦିଗ୍ବିଜୟ ମହାରାଜ ଆଜ୍ଞା ଛିଙ୍କ ପଡ଼ିଗଲେ ରାଜା ହବାଟା ଭଲ ନୁହଁ ଅନେଇଲେ ଭଲ ଗୋଟେ ଜ୍ୟୋତିଷ ଦେଖିକିରି ଆସନ୍ତା ତିଥି କି ନକ୍ଷତ୍ରରେ ରାଜା କରେଇବା ହେଲେ ଆଜି ଦିନକ ପାଇଁ ରାଜା ଆଉ ଆଜି ତ ଏଇନେ ଆପଣ ରାଜା ହେଇଗଲେ ମୁଁ କୋଉ ପଦବୀରେ ରହିବି ୱାର୍ଡ ମେମ୍ବର ନାୟକ ସରପଞ୍ଚ ସମିତି ସଭ୍ୟ ନା ଜିଲ୍ଲା ପରିଷଦ କୋଉ ପୋଷ୍ଟ ରଖିବେ ମତେ ତୋ ଭଳିଆ ଏମିତି ବିକଳାଙ୍ଗା ମାନେ କଣ ରାଜନୀତି କରନ୍ତି ତାମାନେ ମାନେ ତୋ ଭଳିଆ ବିକଳାଙ୍ଗ ମାନେ ଏବେ ରାଜନୀତି କରନ୍ତି କଣ ବିକଳାଙ୍ଗ ଅନ୍ନ ଖାଉନାହାନ୍ତି କି ଆଁ? ଅନ୍ନ ଖାଉନାହାନ୍ତି ଦେଖିଛୁ କୋଉ ଜାଗାରେ ତଥାପି ଆଜ୍ଞା ଚେଷ୍ଟା କଲେ ଶୁଣ ମୁଁ ହେଉଛି ଏ ରାଜ୍ୟର ରାଜା ମନା ତ କିଏ କଲେ ନାହିଁ ଆରେ ମୋ ସହିତ ଯଦି ରହିବାର ଅଛି ଆଜ୍ଞା ସିଧା ମୋ ଘର ପୋଛା ମାରିବୁ ଘର ପୋଛା ଘର ପୋଛା ସେଟା କି କାମ ଶୋଇପଡ ଶୋଇପଡ ନୁହେଁ ଏବେ କୁଳାଙ୍ଗାର ଶୋଇପଡ ସେଟା କି ନିଯୁକ୍ତି ସେଇଟା ନୂଆ କରି ସରକାର ଶୋଇପଡ ତାକୁ ଓଡ଼ିଆରେ କଣ କହନ୍ତି ତାକୁ ଓଡ଼ିଆରେ କହନ୍ତି ଝାଡୁଦାର ଝାଡ଼ା ଦ୍ୱାର ଝାଡାଦ୍ୱାର ନୁହେଁ ବେ ଝାଡୁଦାର ଯେତେ ନୂଆ କରି ସରକାର ଚେଞ୍ଜ କରିବେ ସେତେ ନୂଆ ନୂଆ ଇଏ ଜିନିଷ ଗୁଡାକ ବାହାରି ପଡେ ଝାଡ଼ା ଦ୍ୱାରକୁ ଝାଡୁ ଦ୍ୱାର ଚତୁର୍ଥ କର୍ମଚାରୀ ତାମାନେ ଅଳିଆ ଆବର୍ଜନା ସଫା କରିବା ଭଲ ବୁଝିଛୁ ପ୍ରଥମେ ଏ ଅଳିଆଟା ଉଠା ଓହୋ ସର୍ବଶେଷରେ ଅଳିଆ ଗଦା ଭିତରେ ଭଗବାନ ମତେ ଏ ଅଳିଆଟା ଉଠାବେ ହଁ ଉଠେଇବା ଆରେ ପରିସ୍ଥିତିରେ ପଡି ତ ଶ୍ରୀକୃଷ୍ଣ ଗଦର ପାଦ ଧରିଥିଲେ
ଆଜି ଅଳିଆ ଆବର୍ଜନାର ପାଦ ଧରିଦେଲେ କଣ୍ଟା ଭାସି ଯାଉଛି ଉଠେଇବା ଆଉ ହା ହା। ଆଜ୍ଞା ଏଇଟା ପ୍ରବଳ ଓଜନ ତୋ ଦ୍ୱାରା କିଛି ହବନି ଯେ ମୋ ସହିତ ରହିପାରିବୁନି ନା ଜଟ ଆଜ୍ଞା ବାନ୍ଧେ ମୋଟ ଚାଲେ ବାଟ ନା ପାଟିରେ ରହିଛି ଫାଟ ଯିବି କୁଆଡେ ଆଜ୍ଞା ଆପଣ ଟିକେ ସୁସ୍ଥ ସବଳ ଲୋକ ହାତ ଟିକେ ମାରି ଦିଅନ୍ତୁ ଆଜ୍ଞା। ଶାମୁକା ରାଜା ଝିଅ ଶାମୁକା ଏବେ ଏଇନେ ତ ମୁଁ ରାଜା ହେଲେ ଆଜ୍ଞା ହେଲେ ଶାମୁକାକୁ ଖୋଜିବି ଆଉ ମୋର ପାଟରାଣୀ କରି ରଖିବି ଆପଣଙ୍କର ପେଟ ରାଣ୍ଡି କରିବେ ପେଟ ରାନ୍ଧିଲୁ ଏବେ ପାଟରାଣୀ ଶଳା ଜୀବକୁ ଆଜି କାଟିଦେବି ଏ ଶାମୁକା ମହାରାଣ ତୁ ଯଦି ମୋର ନ ହବୁ କାହାରି ହବାକୁ ଦେବିନି ତୁ କେବଳ ମୋର ଲୋ ଚାଲ ଶାମୁକା ଟିକେ ଯିବା ଶାମୁକା କହିଲା କଣ ନା ରାଜା କିଏ ଏ ସେନାପତି ରାଜା ଆଉ ମୁଁ କଣ ଆରେ ମୁଁ ରାଜା କରେଇଲେ ତ ସେ ରାଜା ହବ କାହିଁକି ନା ମୋ ଦେହରେ ଏଥର ରାଜ ପୋଷାକ ମୁଁ ପିନ୍ଧି ସାରିଛି ତେଣୁକରି ଆଜି ଦିନ ଠାରୁ ଏ କାଶୀ ରାଜ୍ୟର ମୌଡମଣି ସମ୍ରାଟ ଏକାଙ୍ଗ ଚକ୍ରବର୍ତ୍ତୀ ଜଟ ପାତ୍ର ମହାମନ୍ତ୍ରୀ କଣ ମୋର ଡାକ ଶୁଣିବାକୁ ସେନ୍ସା ଉଠେଇଗଲା କିବେ ମହାମନ୍ତ୍ରୀ କୁଆଡେ ଗଲୁ ବେ ଗଞ୍ଜିଆ ଶଳା କୋଉ ଜାଗାରେ ଗଞ୍ଜାଇ ମାରିକି ଭୂଇଁ ଅଣ୍ଡାଳୁ ଥବ ଶଳା ହା 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 ଶଳା ମୁଁ ରାଜା ହେଇକର ହସି ଜାଣୁନି ରାଜା ହେବି କେତେବେଳେ ହା ହା ନା ମୋ ଦ୍ୱାରା ରାଜା ହବ ନା କି ମନ୍ତ୍ରୀ ହବ ନା ମହାମନ୍ତ୍ରୀ କିଏ କିଏ ଆଜ୍ଞା ହଜୁର କହିଲେ ଭାଇ ମନ୍ତ୍ରୀ ରଖିବେ ନାହିଁ କି ରାଜା ରଖିବେ ନାହିଁ ସେନାପତି ବି ରଖିବେ ନାହିଁ ଅନେଇଲ ଆରେ କାଶୀ ରାଜ୍ୟର ରାଜା ହେଉଛି ମୋ ଏକା ଲୋକ ହିଁ ଭୋଗ କରିବି ରାଜ ସିଂହାସନ ଉପରେ କାହିଁକି ନା ଏ ସେନାପତିକୁ ମୋ ପଛରେ ରଖିଥିଲି ବୋଲିକି ମୋର ଘର ପିଲାଟି ହେଇ ମତେ ମିଆଉ କରି ସାରିଲାଣି ଆଉ କଣ ମନ୍ତ୍ରୀ ରଖିକି ଅନ୍ନ ଧ୍ୱଂସ କରେଇବି ଜଟ ପାତ୍ର ମୁଁ ଜଟ ପାତ୍ର ଭଲରେ ଥିଲେ ବେଲପତ୍ର ରାଗି ଗଲେ ପୁରା ଅଛି ନଛତ୍ର କେମିତି ରାଜା ହେବି ଏ ସେନାପତିକୁ ତ ନ ମାରିଲେ ମୁଁ ରାଜା ହେଇପାରିବିନି ହେଲେ ବଲରେ କି ଯୁଦ୍ଧରେ ନ ପାରିବି ଯେ କେମିତି ମାରିବି ମାରିବି ଖାଇବା ଭାତରେ ବିଷ ଦେଇଦେବି କୋଠାଏ ଗୋଳିରେ ଦି ଶିକାର ସାପଟା ମରିବ ସିନା ବାଡ଼ିଟା ଭାଙ୍ଗିବନି ଜଟ ପାତ୍ର ଭଲରେ ଥିଲେ ବେଲେ ପଟେ ରାଗି ଗଲେ ପୁରା ଛିନ
হ্যালো প্রিয় দর্শক